ନିର୍ବାସିତର ବିଳାସ ନିର୍ବାସିତର ବିଳାସ ଲେଖିଛନ୍ତି ମଧୁସୂଦନ ରାଓ। ଚାଲନ୍ତୁ ଏମସିକ୍ୟୁ ପ୍ରଶ୍ନ ଆଲୋଚନା କରିବା। ସମସ୍ତେ ଲାଇଭ୍ ଚାଟ୍ ବକ୍ସରେ ଆନ୍ସର ଦେବେ। ପ୍ରଥମ ପ୍ରଶ୍ନ ଏଇଠି, ନୈତିକତା ବୋଧ ଓ ଉପନିଷଦୀୟ ଭାବଧାରା ସୃଷ୍ଟି କରିଥିବା ଭକ୍ତ କବି ମଧୁସୂଦନ ରାଓ କେଉଁ ଧର୍ମ ଗ୍ରହଣ କରିଥିଲେ? କ ଖ୍ରୀଷ୍ଟିଆନ, ଅ ହିନ୍ଦୁ, ଗ ବ୍ରାହ୍ମ, ଘ ଇହୁଦୀ। କ'ଣ ହବ ନା ସେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ। ନେକ୍ସଟ ପ୍ରଶ୍ନ, ଭକ୍ତ କବି ମଧୁସୂଦନ ରାଓ ଓଡ଼ିଆ ସାହିତ୍ୟରେ କାହାର ସମସାମୟିକ ଥିଲେ? ରାଧାନାଥ ରାୟ, ଗୋପବନ୍ଧୁ ଦାସ, କାଳିନ୍ଦୀ ଚରଣ ପାଣିଗ୍ରାହୀ ନା ଜଗନ୍ନାଥ ଦାସ। ଉତ୍ତର ହବ କ'ଣ ନା ପିଲାମାନେ ଏଇଠି ଉତ୍ତର ହବ ରାଧାନାଥ ରାୟଙ୍କ ସମସାମୟିକ ଥିଲେ। ନିର୍ଜନ ଦ୍ୱୀପରେ ନାବିକଙ୍କ ସହିତ ଆଉ କିଏ ଥିଲେ? ଜଣେ ଲୋକ, ଅଳ୍ପ ଲୋକ, ବହୁ ଲୋକ, କେହି ନଥିଲେ। କ'ଣ ହବ ଉତ୍ତର ନା କେହି ନଥିଲେ। ନିର୍ଜନ ଦ୍ୱୀପ ଯେଉଁ ଥିଲା ସେଠି କେହି ନଥିଲେ। କବିତାରେ ମଣିଷର ମୁଖକୁ କାହା ସହିତ ତୁଳନା କରାଯାଇଛି? କାହା ସହିତ? କ ଦେବତା, କ ଗନ୍ଧର୍ବ, କ ମାନବ, ଘ ଅସୁର। କ'ଣ ହବ ନା କାହା ସହିତ ତୁଳନା କରାଯାଇଛି? କ'ଣ ମଣିଷର ମୁଖକୁ ଦେବତାଙ୍କ ସହିତ ତୁଳନା କରାଯାଇଛି। ପବନର କେଉଁ ପ୍ରତିଶବ୍ଦ କବିତାରେ ବ୍ୟବହୃତ ହୋଇନାହିଁ? କେଉଁ ପ୍ରତିଶବ୍ଦ? ପବନର କେଉଁ ପ୍ରତିଶବ୍ଦ କବିତାରେ ବ୍ୟବହୃତ ହୁଏ ନାହିଁ? କ ପ୍ରବଞ୍ଚନ, କ ବାୟୁ, ଗ ସମୀର, ଘ ଅନିଳ। କ'ଣ ହବ ଉତ୍ତର? ଉତ୍ତର ହେଉଛି ଅନିଳ ବ୍ୟବହାର ହେଇ ନାହିଁ। ନିଜକୁ ଚତୁର୍ଦିଗର ଅଧୀଶ୍ୱର କହିବା ଦ୍ୱାରା ନିର୍ବାସିତର କେଉଁ ମନୋଭାବ ପ୍ରକାଶ ପାଇଛି? ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ, ପରୀକ୍ଷାରେ ପଡ଼ିଛି। ଚତୁର୍ଦିଗର ଅଧୀଶ୍ୱର କହିବା ଦ୍ୱାରା ସେ କହୁଛି କ'ଣ ନା ମୁଁ ହେଉଛି ଚତୁର୍ଦିଗର ଅଧୀଶ୍ୱର। ଏହା କହିବା ଦ୍ୱାରା କେଉଁ ମନୋଭାବ ପ୍ରକାଶ ପାଉଛି? କ ଅହଙ୍କାର, କ ବିନମ୍ରତା, ଗ କରୁଣ, ଘ ପ୍ରେମ। କ'ଣ ହବ ଉତ୍ତର? ଉତ୍ତର ହେଉଛି କ'ଣ କରୁଣ ଭାବ। କରୁଣ ଭାବ କାହିଁକି ନା ଅହଙ୍କାର କେଉଁଠି ସୃଷ୍ଟି ହେବ? କେହି ତ ନାହାନ୍ତି, କେହି ନାହାନ୍ତି, ସେଇଥିରେ ନିଜକୁ ଅଧୀଶ୍ୱର କହିବା ଦ୍ୱାରା କରୁଣ ଭାବ ଜାଗ୍ରତ ହେଇଛି। ନେକ୍ସଟ ପ୍ରଶ୍ନ, ନିର୍ବାସିତ ନାବିକ କେଉଁ ପ୍ରକାର ଭାବବୋଧ କବିତାରେ ପ୍ରତିଫଳିତ ହୋଇଛି? କ ମାନସିକ ଭାବବୋଧ, କ ବିୟୋଗାତ୍ମକ ଭାବବୋଧ, ଗ ସନ୍ତୋଷ ଭାବବୋଧ, ଘ ମହାମାୟାର ଭାଗବୋଧ। କ'ଣ ହବ? ଉତ୍ତର ହେଉଛି ମାନସିକ ଭାବବୋଧ ପ୍ରତିଫଳିତ ହେଇଛି। ନେକ୍ସଟ ପ୍ରଶ୍ନ, ସୁନ୍ଦର ଦେବତୁଲ୍ୟ ବୋଲି କାହାକୁ କୁହାଯାଇଛି? ପଶୁଙ୍କ ମୁହଁ, ଖ ଅସୁର ମୁହଁ, ଗ ନର ଆନନ, ଘ ବିଷନ୍ନ ବଦନ। ଉତ୍ତର କ'ଣ ହବ ନା ନର ଆନନ ବା ମଣିଷର ମୁହଁକୁ କୁହାଯାଇଛି ଦେବତୁଲ୍ୟ। କ'ଣ ନଥିଲେ ଜୀବନ ବୃଥା ହୁଏ? 9 ନମ୍ବର, ସମସ୍ତେ ଆନ୍ସର ଦେବେ। କ ଧର୍ମ, ଖ ଧନ, ଗ ଯୌବନ, ଘ ଅହଙ୍କାର। କ'ଣ ନଥିଲେ ଜୀବନ ବୃଥା? ସବୁ କର, ଯଦି ସେଇଟା ନଥିବ ଜୀବନ ବୃଥା। କ'ଣ ନା ଧର୍ମ ବା ଧର୍ମ ନଥିଲେ ଜୀବନ ବୃଥା। ଦେବ ଅର୍ଚ୍ଚନା ବାଦ୍ୟ କେଉଁମାନେ ଥରେ ହେଲେ ଶୁଣି ନାହାନ୍ତି? କ ପବନ, ଖ ପାଣି, ଗ ଗିରିଗଣ, ଘ ଆକାଶ। କେଉଁମାନେ ଥରେ ହେଲେ ଶୁଣି ନାହାନ୍ତି ଦେବ ଅର୍ଚ୍ଚନା ବାଦ୍ୟ? ଉତ୍ତର ହେଉଛି ଗିରିଗଣ ଥରେ ହେଲେ ବି ଶୁଣି ନାହାନ୍ତି। ନେକ୍ସଟ ପ୍ରଶ୍ନ, ନିର୍ବାସିତ ବ୍ୟକ୍ତିଟି ଚଉଦିଗରେ ଯାହା ସବୁ ଦେଖୁଥିଲା ସେ ନିଜକୁ ସେ ସବୁର କ'ଣ ବୋଲି ଭାବୁଥିଲା? କ ସେବକ, ସାଥୀ, ଅଧୀଶ୍ୱର, ଅଧୀନ। ଯାହା ବି କିଛି ଦେଖୁଥିଲା ଚଉଦିଗରେ ସେ ସବୁର କ'ଣ ବୋଲି ଭାବୁଥିଲା? ସେ ସବୁର ଅଧୀଶ୍ୱର ବୋଲି ଭାବୁଥିଲା। କୀଟପତଙ୍ଗ ଠାରୁ କେଶରୀ କରି ପର୍ଯ୍ୟନ୍ତ ସବୁ କାହାର ସୃଷ୍ଟି ବୋଲି ସେ ଭାବୁଥିଲା? କାହାର ସୃଷ୍ଟି? କ ଭଗବାନଙ୍କର, କ ପଡ଼ୋଶୀଙ୍କର, ଗ ରାଜାଙ୍କର, ଘ ତା ନିଜର। କାହାର ସୃଷ୍ଟି ବୋଲି ଭାବୁଥିଲା? ନା ତାର ନିଜର ସୃଷ୍ଟି ବୋଲି ଭାବୁଥିଲା। ନେକ୍ସଟ ପ୍ରଶ୍ନ, ମଣି କାଞ୍ଚନ କାହା ସହିତ ତୁଳନା ନୁହେଁ ବା କାହା ସହିତ ସରି ନୁହଁ? କ ଧର୍ମ, ଖ ଧନ, ଗ ଯୌବନ, ଘ ପ୍ରଭୁତ୍ୱ। ମଣି କାଞ୍ଚନ ଧନ ରତ୍ନ
ଏଗୁଡ଼ିକ ସବୁ ଧର୍ମ ସହିତ କେବେ ବି ସରି ହେବ ନାହିଁ। ନିର୍ବାସିତର କେଉଁ ବାରତା ଜନ ସମୀପକୁ ଯାଇପାରିବ ନାହିଁ? କେଉଁ ବାରତା? କ ନିଖୋଜ ହେବା, କ ଜୀବନ ଦୀପ ଲିଭିଯିବା, କ ନିର୍ଜନ ଦ୍ୱୀପର ରାଜା ହେବା, ଘ ଶୂନ୍ୟ ସହ ବାର୍ତ୍ତାଳାପ କରିବା। ନିର୍ବାସିତର କେଉଁ ବାରତା ଜନ ସମୀପକୁ ଯାଇପାରିବ ନାହିଁ? ଉତ୍ତର ହେଉଛି କ'ଣ? ନା ଜୀବନ ଦୀପ ଲିଭିଯିବା। ଯଦି ତାର ଜୀବନ ଦୀପ ଲିଭିଯିବ କେହି ଜାଣିପାରିବେ ନାହିଁ, ଆଉ ବାରତାଟା ଜନ ସମୀପକୁ ଯାଇପାରିବ ନାହିଁ। ମଣିଷ କଣ୍ଠର ଧ୍ୱନି କିପରି? ମଣିଷର କଣ୍ଠର ଧ୍ୱନି କ ମଧୁମୟ, ଖ ବିଷମୟ, ଗ ଦୟାମୟ, ଘ ମାୟାମୟ। କ'ଣ ହେବ? ନା ମଣିଷ କଣ୍ଠର ଧ୍ୱନି କିପରି? ନା ମଣିଷର କଣ୍ଠର ଧ୍ୱନି ହେଉଛି କ'ଣ? ନା ମଧୁମୟ, ବହୁତ ମିଠା, ମଧୁମୟ। କେଉଁଠାରେ ବାସ କରିବା ବରଂ ଭଲ ବୋଲି ନିର୍ବାସିତ ବ୍ୟକ୍ତିଟି ବିଚାର କରିଛି? କେଉଁଠାରେ ବାସ କରିବା? ଏ ନିର୍ଜନ ଦ୍ୱୀପରେ ବାସ କରିବା ଠାରୁ କେଉଁଠାରେ ବାସ କରିବା ବରଂ ଭଲ ବୋଲି କହିଛି? କ ରଣକ୍ଷେତ୍ରରେ, କ ସାଗର ବକ୍ଷରେ, କ ଅରଣ୍ୟରେ, କ ମହାକାଶରେ। ସେ କହୁଛି ଯଦି ଏଇଠାରୁ ବରଂ ଭଲ ରଣକ୍ଷେତ୍ରରେ, ମାନେ ଯୁଦ୍ଧ କ୍ଷେତ୍ରରେ ବାସ କରିବା ବରଂ ଭଲ। କିନ୍ତୁ ଏଇ ଯେଉଁ କ'ଣ ଯେଉଁଠି ମୁଁ ରହିଛି ନିର୍ବାସିତ ଭାବରେ, ନାଇଁ କୌଣସି କିଛି ଲୋକ ନାହାନ୍ତି, ତେଣୁ ଏଇ ଯେଉଁ ନିର୍ଜନ ଦ୍ୱୀପରେ ରହିବା ନିର୍ଜନ ଦ୍ୱୀପ ଠାରୁ ରଣକ୍ଷେତ୍ରରେ ରହିବା ବା ଯୁଦ୍ଧ କ୍ଷେତ୍ରରେ ରହିବା ବରଂ ଶ୍ରେୟସ୍କର ବୋଲି କହିଛି। ନାଇଁ, ତେଣୁ ପିଲାମାନେ ଭଲ ଲାଗିଥିବ, ସମସ୍ତଙ୍କୁ ସେୟାର କରିବ। ରହିଲି, ବନ୍ଦେ ଉତ୍କଳ ଜନନୀ।